ସମସ୍ତଙ୍କୁ ମୋର ନମସ୍କାର। ମମତା ଲାଇଫଷ୍ଟାଇଲ୍ ଚ୍ୟାନେଲରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ସ୍ୱାଗତ। ମୋ ଚ୍ୟାନେଲ ଭଲ ଲାଗିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଆଗକୁ ଇଲେକ୍ସନ୍ ଅଛି, ସେଥିପାଇଁ ଭୋଟର ସ୍ଲିପ୍ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସେଥିରେ ସବୁ ଅଙ୍ଗନବାଡ଼ି କର୍ମୀମାନେ, ଶିକ୍ଷକ ଶିକ୍ଷୟିତ୍ରୀମାନେ BLO ରୂପରେ ନିଜ ନିଜର କାର୍ଯ୍ୟକୁ ସୁଚାରୁ ରୂପେ ତୋଳଉଛନ୍ତି। ସେ ଏବେ ଖରା ତାତି ହେଲାଣି 43-44 ଡିଗ୍ରୀ ସେଲସିୟସ୍, ତଥାପି ସେମାନେ ଖରା କି ବର୍ଷା କି ଝଡ଼ିକୁ ଖାତିର ନ କରି ଦିନ ରାତି ଅହରହ ଦୁଆର ଦୁଆର ବୁଲି ସବୁ ଭୋଟର ସ୍ଲିପ୍ ସବୁ ବାଣ୍ଟୁଛନ୍ତି। ହେଲେ ଆପଣମାନଙ୍କୁ ସମସ୍ତଙ୍କୁ ମାନଙ୍କର ଅନୁରୋଧ ଯେ ଆପଣମାନେ ନିଜ ନିଜ ନାଗରିକତାର ଅଧିକାରକୁ ବଜାୟ ରଖିବେ। ସମସ୍ତେ ଯାଇ ଇଲେକ୍ସନ୍ କ୍ୟାମ୍ପରେ ନିଜର ମତଦାନ ଦେବେ ବା ଭୋଟ ଦାନ କରିବେ। ନିଜର ନାଗରିକତାକୁ ରକ୍ଷା କରିବେ। ଆଉ ଆଶା କରୁ ସମସ୍ତେ 100% ଯାଇ ମତଦାନ ପ୍ରଦାନ କରିବେ। ଆଉ ସେ ଅଙ୍ଗନବାଡ଼ି କର୍ମୀ ବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଯେଉଁ ଖରା ତାତିରେ ବୁଲି ବୁଲି ଆପଣମାନଙ୍କୁ ଭୋଟର ସ୍ଲିପ୍ ବଣ୍ଟନ କରିଛନ୍ତି, ତା'ର ସୁଫଳ ପ୍ରାପ୍ତ ହେବ। ସେମାନଙ୍କର ଯେଉଁ କାର୍ଯ୍ୟ କରିଛନ୍ତି ବୁଲି ବୁଲି ତା'ର ସେମାନେ ଫଳ ପାଇବେ। ଯେତେବେଳେ ଆପଣମାନେ ସମସ୍ତେ ଯାଇ ମତଦାନ କେନ୍ଦ୍ରରେ ବା ଭୋଟ ଗ୍ରହଣ କେନ୍ଦ୍ରରେ ନିଜ ନିଜର ଭୋଟ ଦାନ କରିବେ ବା ମତ ପ୍ରଦାନ କରିଲେ ଯାଇ ଶିକ୍ଷକ ହେଉ କି ଶିକ୍ଷୟିତ୍ରୀ ହେଉ କି ଅଙ୍ଗନବାଡ଼ି କର୍ମୀ ହେଉ ସମସ୍ତଙ୍କର କାର୍ଯ୍ୟ ସଫଳ ହେବ। ଆଉ ଯଦି ଆପଣମାନେ ନିଜ ନିଜର ମତଦାନ ବା ଭୋଟ ଦାନ କରିବେ ନାହିଁ, ହେଲେ ତାଙ୍କର ଯେଉଁ ଖରା ତାତି ବର୍ଷାରେ ଯେଉଁ ବୁଲିକି ଦିନ ରାତି ଆପଣମାନଙ୍କ ପାଖରେ ଭୋଟର ସ୍ଲିପ୍ ପହଞ୍ଚେଇଛନ୍ତି, ଯଦି ଆପଣମାନେ ମତଦାନ କରିବେ ନାହିଁ, ତାହେଲେ ତାଙ୍କର କୌଣସି କାର୍ଯ୍ୟର ସଫଳତା ସେମାନେ ପାଇବେ ନାହିଁ। ତାଙ୍କୁ କୁହାଯିବ ସେମାନେ କିଛି କାମ କରିନାହାନ୍ତି ବୋଲିକି। ସେଥିପାଇଁ ଆପଣମାନଙ୍କୁ ଅଶେଷ ଅଶେଷ ଅନୁରୋଧ ଯେ ଆପଣମାନେ ସମସ୍ତେ ନିଜ ନିଜର ମତଦାନ ପ୍ରଦାନ କରିବେ। ନିଜ ନିଜର ବୁଥକୁ ଯାଇ ସବୁ ଅଞ୍ଚଳରେ ସବୁ ବୁଥରେ ଅଲଗା ଅଲଗା ଲୋକ ସଂଖ୍ୟା ରହିଛନ୍ତି। କେଉଁଠି 100-200 ତ କେଉଁଠି 500, କେଉଁଠି 1000, କେଉଁଠି 1500 ମଧ୍ୟ ଗୋଟେ ଗୋଟେ ବୁଥରେ ଲୋକ ସଂଖ୍ୟା ଅଛନ୍ତି। ସେ ଲୋକ ସଂଖ୍ୟା ଭିତରେ ଯଦି 90% ବା 90% ଲୋକ ଯଦି ମତଦାନ ପ୍ରଦାନ ନ କରନ୍ତି, ହେଲେ ସବୁ ବ୍ୟର୍ଥ ହୋଇଯିବ। ସେଥିପାଇଁ ଆପଣମାନେ ନିଜ ନିଜ କେନ୍ଦ୍ରରେ ଯାଇ ଭୋଟ ପ୍ରଦାନ କରନ୍ତୁ। ଆଉ ଆମର ଏଇ କାର୍ଯ୍ୟକୁ ସଫଳତା କରାନ୍ତୁ।